ଆମେ ଆମେନ୍। ଏବେ बोली ଆଉ ସେମିତି ଏବେ ବାକ୍ୟ ମଧ୍ୟ ନେବେ ଆମେ ଯଦି ବାକ୍ୟ ଶୁଣି ଆଉ ସାକ୍ଷୀ ଅନୁସରଣ କରିବା ପାଇଁ ବି ସେଗୁଡ଼ା ଆସିବାକୁ ଭାଇ ନମସ୍କାର ଜୟ Praise the Lord। ଆମେ ପ୍ରଭୁ ପ୍ରଭୁଙ୍କର ଧନ୍ୟବାଦ ହଉ। ଆଉ ଜ୍ୟୋତି ଦିଦିଙ୍କୁ ମଧ୍ୟ ଧନ୍ୟବାଦ ଦିଏ, ସୁନ୍ଦର ଭାବେ ପରିଚାଳନା କରିଛନ୍ତି। ଆଉ ଆମେ ଧନ୍ୟବାଦ ଦଉଛୁ ଯେ ଯଦିଓ ପ୍ରଥମ ଥର ଆସିଲେ ବର୍ଷା ଭଉଣୀ, ସୁନ୍ଦର ସ୍ୱର ପ୍ରଭୁ ତାଙ୍କୁ ଦେଇଛନ୍ତି। ଗୀତର କିଛି ଅଂଶ ଆମେ ଶୁଣି ପାରିଲୁ ନାହିଁ, ହୁଏତ ସେ ବୋଧେ ଡିଷ୍ଟର୍ବାନ୍ସ ହେଇଛି, ହୁଏତ ଡିଭାଇସର କିଛି ପ୍ରୋବ୍ଲେମ ଥିଲା, ହୁଏତ ବା ନେଟୱାର୍କ ପ୍ରୋବ୍ଲେମ ଥିଲା। ଅଧା ଶୁଣୁଥିଲୁ, ଅଧା ଆଉ ଶୁଣି ହେଇନି, କିନ୍ତୁ ସୁନ୍ଦର ସ୍ୱର ପ୍ରଭୁ ଦେଇଛନ୍ତି। ଆମେ ପ୍ରଭୁଙ୍କୁ ଧନ୍ୟବାଦ ଦଉଛୁ ଯେ ଆମେ ଅପେକ୍ଷା କରିବା ଆଉ ଥରେ ଭଲ ଭାବରେ ଗୀତ ଶୁଣିବା ପାଇଁ। ପ୍ରତ୍ୟେକ ଦିନ ଆମମାନଙ୍କର ଜୁମ୍ ମିଟିଂ ହୁଏ, ଯେଉଁମାନେ ନୂଆ ଭାବରେ ଜଏନ୍ କରିଛନ୍ତି ଆମେ ସ୍ୱାଗତ କରୁଛୁ। ଆମମାନଙ୍କର ପ୍ରତ୍ୟେକ ଦିନ ସନ୍ଧ୍ୟା 6ଟା ବେଳେ ଆମମାନଙ୍କର ଜୁମ୍ ମିଟିଂ ହୁଏ। ପୁଣି ଶୁକ୍ରବାର ଦିନ ଆମମାନଙ୍କର ୱିମେନ୍ ଫେଲୋସିପ୍ ମହିଳା ସମିତି ଆମମାନଙ୍କର ହୁଏ। ପୁଣି ଶୁକ୍ରବାର ଦିନ ପୁଣି ଆମମାନଙ୍କର ନିରବଚ୍ଛିନ୍ନ 24 ଘଣ୍ଟିଆ ପ୍ରାର୍ଥନା ମଧ୍ୟ ଆମେ କରିଥାଉ। ମାନେ ପ୍ରଭୁ ପ୍ରତ୍ୟେକଙ୍କୁ ଆଶୀର୍ବାଦ କରନ୍ତୁ। 11 ତାରିଖ ଦିନ ମୁଁ ବାହାରିଥିଲି ବରଗଡ଼କୁ। 7:30 ବେଳେ ସନ୍ଧ୍ୟା ବେଳେ ବାହାରିଲି, ଭାବିଲି ହୁଏତ ବସ୍ କୋଉଠି ଗୋଟେ ରଖିବ ଆଉ ମୁଁ ଖାଇନେବି, ଆଉ ନ ଖାଇକି ବାହାରି ପଡ଼ିଛି। ବର୍ଷା ଟିକେ ପଡୁଥାଏ ସେଇ ସମୟରେ, କିନ୍ତୁ ରାତି ସାରା ମୁଁ ଅପେକ୍ଷା କରିଛି କୋଉଠି ଗାଡ଼ି ରଖିବ ଆଉ ଟିକେ ଖାଇବି, କିନ୍ତୁ ଆଉ ଗାଡ଼ି କୋଉଠି ଆଉ ରଖିଲାନି ଖାଇବା ପାଇଁ। ନ ଖାଇକି ଭୋକରେ ପେଟ ଆଉ ଆଉଟି ବାଉଟି ହଉଛି, ଆଉ ବାସ୍ ନିଦ ବି ହେଲାନି। ଅନିଦ୍ରା ହେଇକି ରାତି ସାରା ଜର୍ଣ୍ଣି କଲି। ପୁଣି ବରଗଡ଼ରୁ ପୁଣି ଆଉ 35 କିଲୋମିଟର ଭିତରକୁ ମତେ ନେଇକି ଗଲେ। ସମସ୍ତେ ଅପେକ୍ଷା କରିଥାନ୍ତି ସେତେବେଳକୁ ଗିର୍ଜା ଆରମ୍ଭ ହବ। ବାସ୍ ମୁଁ ଗଲି, ଗାଧେଇ ପଡ଼ିଲି, ପୁଣି ଗିର୍ଜାକୁ ଚାଲିଗଲି। ଯାହା ଦିନ ସାରା ପ୍ରଭୁ ମତେ ସାହାଯ୍ୟ କଲେ, ଆଖି ପଡ଼ି ଯାଉଥାଏ, କିନ୍ତୁ ମତେ ଦୟା କଲେ ବାକ୍ୟ ପରିବେଷଣ କରିବା ପାଇଁ। ପୁଣି ସନ୍ଧ୍ୟାରେ ଟିକେ ସମୟ ମିଳିଲା, ଟିକେ ଶୋଇଲି। କିନ୍ତୁ ଗତ 3 ଦିନ ଧରି ପ୍ରଭୁ ଆଉ ସେ ଜାଗାରେ କାର୍ଯ୍ୟ କଲେ। ସେ ଅଞ୍ଚଳର ନୂଆ ବିଶ୍ୱାସୀ ମାନେ ପ୍ରଭୁଙ୍କୁ ଗ୍ରହଣ କରିଛନ୍ତି। ପ୍ରାୟ 10-15 ବର୍ଷ ହେଲା ପ୍ରଭୁଙ୍କୁ ଜାଣିଛନ୍ତି। ପ୍ରଭୁ ସେ ଅଞ୍ଚଳରେ କାର୍ଯ୍ୟ କରୁଛନ୍ତି। ପୁରା ଗୋଟିଏ ବ୍ଲକରେ ଗୋଟିଏ ଚର୍ଚ୍ଚ ସେଠି ଅଛି, ଆଉ ପ୍ରଭୁ ସେଇ ଚର୍ଚ୍ଚକୁ ବ୍ୟବହାର କରୁଛନ୍ତି। ସେଥିପାଇଁ ପ୍ରଭୁଙ୍କର ଗୌରବ ହଉ। ତେବେ ଯେଉଁମାନେ ଆମମାନଙ୍କର এই ପ୍ରକାଶିତ ବାକ୍ୟର ଅଧ୍ୟୟନକୁ ଶୁଣି ଆସୁଛୁ ଆମମାନେ, ନାଇକି, ତାହେଲେ ଆମେ ଏକ ଅଧ୍ୟାୟକୁ ଆମେ ସାରିଛୁ। ମୁଁ ଆଉ ଥରେ ଟିକେ ସ୍ମରଣ କରିଦିଏ। ଆମେ ପ୍ରକାଶିତ ବାକ୍ୟକୁ 3 ଭାଗରେ ବିଭକ୍ତ କରିଛୁ। ତାର ଭାଗ ବିଭାଗଟା ଆମେ ପାଇଲୁ ଆମେ ପ୍ରକାଶିତ ବାକ୍ୟ 1 ଅଧ୍ୟାୟର 19 ପଦରେ। ଆଉ 19 ପଦ ଲେଖା ଅଛି, ଅତଏବ ଯାହା ଯାହା ଦର୍ଶନ କଲ, ଯାହା ଯାହା ବର୍ତ୍ତମାନ ଘଟୁଅଛି ଓ ଏହା ପରେ ଘଟିବ, ସେଇ ସବୁ ଲିପିବଦ୍ଧ କର। ତେବେ ଏଇ ଯୋଉ 3ଟି ବିଷୟକୁ ଲିପିବଦ୍ଧ କରିବା ପାଇଁ ପ୍ରଭୁ ଯୀଶୁ ଯୋହନଙ୍କୁ କହିଲେ, ଯାହା ଯାହା ତୁମେ ଦର୍ଶନ କଲ। 1 ଅଧ୍ୟାୟରେ ଆମେ ଦେଖିଲୁ ଯେ ଯୋହନ ସେ ଦର୍ଶନ କଲେ। ଦର୍ଶନରେ ସେ ମନୁଷ୍ୟ ପୁତ୍ରଙ୍କୁ ଦେଖୁଛନ୍ତି। ଆଉ ମନୁଷ୍ୟ ପୁତ୍ର କୋଉଠି ଅଛନ୍ତି ନା ସୁବର୍ଣ୍ଣ ପ୍ରଦୀପର ମଧ୍ୟସ୍ଥଳରେ ସେ ଅଛନ୍ତି। ଆଉ ସେ ସୁବର୍ଣ୍ଣ ପ୍ରଦୀପର ମଧ୍ୟସ୍ଥଳରେ ଅଛନ୍ତି, ତାଙ୍କର ଦକ୍ଷିଣ ହାତରେ ଧାରଣ କରିଛନ୍ତି ସେ। ତେବେ ଏଇ ଯୋଉ ସପ୍ତ ନକ୍ଷତ୍ର ଏବଂ ସପ୍ତ ପ୍ରଦୀପ ଦେଖିଲେ, ତାର ତର୍ଜମା ଆମେ 20 ପଦରେ ଆମେ ପାଉଛୁ ଯେ ଏଇ ସପ୍ତ ନକ୍ଷତ୍ର କଣ ଏବଂ ସପ୍ତ ପ୍ରଦୀପର ଅର୍ଥ କଣ। 20 ପଦ ଲେଖା ଅଛି, ଆମ୍ଭର ଦକ୍ଷିଣ ହସ୍ତରେ ଯେଉଁ ସପ୍ତ ନକ୍ଷତ୍ର ଦେଖିଲ, ସେଥିର ଓ ସପ୍ତ ସୁବର୍ଣ୍ଣ ପ୍ରଦୀପର ନିଗୁଣ ତତ୍ଵ ଏହି, ସେଇ ସପ୍ତ ନକ୍ଷତ୍ର ସପ୍ତ ମଣ୍ଡଳୀର ଦୂତଗଣ ଓ ସପ୍ତ ପ୍ରଦୀପ ସପ୍ତ ମଣ୍ଡଳୀ ଅଟନ୍ତି। ତେବେ ଏଇ ଯୋଉ ସପ୍ତ ନକ୍ଷତ୍ର ସେ ହାତରେ ଧାରଣ କରିଛନ୍ତି, ଆଉ ସେଇଟା ଥିଲା କିଏ ନା ମଣ୍ଡଳୀର ଦୂତଗଣ ଲେଖା ଅଛି। এই ମଣ୍ଡଳୀର ଦୂତଗଣ ବିଷୟରେ ମଧ୍ୟ ଆମେ ଆଲୋଚନା କରିଥିଲୁ ଯେ ଦୂତ ମାନେ କିଏ ଏଠି। ଇଂରାଜୀରେ ଏଞ୍ଜେଲ୍ସ ବୋଲି ଲେଖା ହେଇଛି, ଗ୍ରୀକରେ ଏଙ୍ଗେଲୋସ ବୋଲି ଲେଖା ହେଇଛି। କିନ୍ତୁ ଯୋଉ ଏଙ୍ଗେଲୋସ ଶବ୍ଦଟା ବାରମ୍ବାର ଆସୁଛି ପ୍ରକାଶିତ ବାକ୍ୟରେ, ଆଉ ଯେତେବେଳେ ଏଇ 1 ଅଧ୍ୟାୟ 2 ଅଧ୍ୟାୟ ଏବଂ 3 ଅଧ୍ୟାୟକୁ ଛାଡିଦେଲା ପରେ ଯୋଉ ଏଙ୍ଗେଲୋସ ଶବ୍ଦଟା ଆସୁଛି, ସ୍ୱର୍ଗୀୟ ଦୂତକୁ ଆଉ ତାହା ବୁଝଉଛି ବା ବାର୍ତ୍ତା ବାହକକୁ ବୁଝଉଛି। କିନ୍ତୁ ଏଇଠି ଯୋଉ ସପ୍ତ ମଣ୍ଡଳୀର ଦୂତଗଣ ବୋଲି କୁହାଯାଇଛି, ଆଉ ଏଇଟା ସପ୍ତ ମଣ୍ଡଳୀର ପାଳକ ମାନଙ୍କୁ ବୁଝଉଛି।
ମଣ୍ଡଳୀର ନେତା ଯୋଉମାନେ କି ସେ ମଣ୍ଡଳୀର ଭାରପ୍ରାପ୍ତ ବ୍ୟକ୍ତି ସେମାନଙ୍କୁ କୁହାଯାଉଛି। ତେବେ ସଦାପ୍ରଭୁ ପରମେଶ୍ୱର ଯେତେବେଳେ ଏଇ ଦର୍ଶନ ଦଉଛନ୍ତି ଯୋହନଙ୍କୁ, ଯୋହନ ଦେଖିଲେ ଯେ ମନୁଷ୍ୟ ପୁତ୍ର ସେ ସପ୍ତ ପ୍ରଦୀପ ସୁବର୍ଣ୍ଣ ପ୍ରଦୀପ ମଧ୍ୟସ୍ଥଳରେ ଛିଡା ହେଇଛନ୍ତି, ଆଉ ତାଙ୍କ ହାତରେ ସପ୍ତ ନକ୍ଷତ୍ର ସେ ଧାରଣ କରିଛନ୍ତି। What does it say? ଏଇଟା କଣ କୁହେ ନା ତାଙ୍କ ହାତରେ ସେ ପାଳକ ମାନଙ୍କୁ ସେ ଧରିଛନ୍ତି, ପ୍ରଭୁଙ୍କର ଦାସ ମାନଙ୍କୁ ସେ ହାତରେ ଧରିଛନ୍ତି। କୋଉ ସମୟରେ ଏଇ ଦର୍ଶନ ସେ ଦେଖୁଛନ୍ତି? ଯୋଉ ସମୟରେ ଯୋହନ ଆଉ ସେ ନିର୍ଯାତିତ, ତାଡ଼ିତ ଏବଂ ନିର୍ବାସିତ ଅବସ୍ଥାରେ ପାତ୍ମଦୀପରେ ଅଛନ୍ତି। ଯୋଉ ସମୟରେ ଯୋହନଙ୍କର ସମୟରେ ମଣ୍ଡଳୀରେ ପ୍ରଚଣ୍ଡ ଭୀଷଣ ତାଡନା ହଉଥିଲା, ଲୋକମାନଙ୍କୁ ପୋଡିକି ମାରି ଦିଆଯାଉଥିଲା, ଆଉ ତେଲରେ ଭାଜି ଦିଆଯାଉଥିଲା, ଏବଂ ପଶୁମାନଙ୍କର ସିଂହ ଏବଂ ବାଘମାନଙ୍କ ସମ୍ମୁଖରେ ସେମାନଙ୍କୁ ଫୋପାଡ଼ି ଦିଆଯାଉଥିଲା, ଯଦ୍ୱାରା କି ସେମାନଙ୍କୁ ଜିଅନ୍ତା ଭୁଣି ଭୁଣିକି ସେମାନଙ୍କୁ ଖାଇବେ। ଆଉ ଏ ପ୍ରକାର ଏକ ସିଚୁଏସନ ମଧ୍ୟରେ ଯେତେବେଳେ ମଣ୍ଡଳୀ ଆଉ ଗତି କରୁଛି, ଆଉ ସେଇ ସମୟରେ ପ୍ରଭୁ ତାଙ୍କୁ ଦର୍ଶନ ଦଉଛନ୍ତି ଯୋହନଙ୍କୁ, ଆଉ କହିଲେ ଯେ ମଣ୍ଡଳୀର ଦୂତମାନେ ମୋର ହାତ ମୁଠାରେ ଅଛନ୍ତି। ହାଲେଲୁୟା। ପ୍ରଭୁଙ୍କର ବିଶ୍ୱାସୀ ମାନଙ୍କ ନିମନ୍ତେ ଏଇ ସନ୍ଦେଶ ସେଇ ସମୟରେ ତାଡ଼ନା ସମୟରେ ସେ ଦଉଛନ୍ତି, ୟୁ ଆର ଇନ୍ ମାଇ ହ୍ୟାଣ୍ଡ, ଆଇ ଆମ୍ ହୋଲ୍ଡିଂ ୟୁ। ଆଉ ମୁଁ ତୁମକୁ ହାତରେ ଧରିଛି, ଆଉ ତୁମେ ଏଇ ଜଗତରେ ଆଉ ନାହ, କିନ୍ତୁ ମୋର ହାତରେ ଅଛ। No one can snatch away from my hand. ମୋର ହାତରେ ଯୋଉମାନେ ଅଛନ୍ତି ସେମାନଙ୍କୁ ଜଗତ ଛଡେଇକି ନେଇ ପାରିବ ନାହିଁ। ପ୍ରଭୁ ଯୀଶୁ ଯୋହନ 10 ଅଧ୍ୟାୟରେ କହିଲେ ଯେ ଯୋଉମାନେ ମୋ ହାତ ମୁଠାରେ ଅଛନ୍ତି, no one can snatch away, ସେମାନଙ୍କୁ କେହି ହେଲେ ମୋ ହାତରୁ ଛଡେଇକି ନେଇ ପାରିବେ ନାହିଁ। ପ୍ରଭୁ ଆଜି ଆପଣଙ୍କୁ ହୁଏତ ଏଇ କଥା କହୁଛନ୍ତି, ୟୁ ଆର ଇନ୍ ମାଇ ହ୍ୟାଣ୍ଡ, ମୁଁ ତୁମକୁ ହାତ ମୁଠାରେ ଧରିଛି। ଆମେ ହୁଏତ ଆମମାନଙ୍କର ଚତୁର୍ଦିଗର ପାରିପାର୍ଶ୍ୱିକ ଅବସ୍ଥାକୁ ହୁଏତ ଆମେ ଦେଖୁଛୁ, ଆମମାନଙ୍କର ସିଚୁଏସନକୁ ଦେଖୁଛୁ, ଆମମାନଙ୍କର ରୋଗକୁ ଦେଖୁଛୁ, ଆମମାନଙ୍କର ଯନ୍ତ୍ରଣାକୁ ଦେଖୁଛୁ, ଯୋଉ ପେନଫୁଲ ଏକ୍ସପିରିଏନ୍ସ ଦେଇକି ଆମେ ଯାଉଛୁ ତାକୁ ହୁଏତ ଆମେ ଦେଖୁଛୁ, କିନ୍ତୁ ଆମେ ତାର ବିୟଣ୍ଡ ବି ନିଡ୍ ଟୁ ସି, ଆଉ ବିୟଣ୍ଡ ଆୱାର ପେନ୍ ବି ନିଡ୍ ଟୁ ସି, ଆଉ ଆମେ ଦେଖିବା ଯେ ସେଇ ସମୟରେ ମନୁଷ୍ୟ ପୁତ୍ରଙ୍କ ହାତରେ ଆମେ ଅଛୁ। ମନୁଷ୍ୟ ପୁତ୍ରଙ୍କର ହାତ ମୁଠାରେ ଆମେ ଅଛୁ। ଆଉ ଯେତେବେଳେ ଏଇ ଗଭୀର ବିଷୟକୁ ଯେତେବେଳେ ଆମେ ବୁଝିପାରିବା, ଆଉ ସେତେବେଳେ ଆମେ ଆଉ ଭୟଭୀତ ହେବା ନାହିଁ, ଆମେ ଆଉ ଉଦ୍ବିଗ୍ନ ହେବା ନାହିଁ, ଆମେ ଆଉ ଛାନିଆ ହେଇଯିବା ନାହିଁ ଯେ କଣ ହେଇଯିବ, ମୋର ଏଇ ସବୁ ସିଚୁଏସନ ଏଇଭଳି ପ୍ରତିକୂଳ ଅବସ୍ଥାରେ ଅଛି, and what shall I do? I am in the safest place in the world. ମୁଁ ଏବଂ ଆପଣମାନେ ଆମେ ସବୁଠାରୁ ସୁରକ୍ଷିତ ସ୍ଥାନରେ ଆମେ ଅଛୁ, ପ୍ରଭୁ ଯୀଶୁଙ୍କର ହାତ ମୁଠାରେ ଆମେ ଅଛୁ। ଶୈତାନ ହୁଏତ ସେ ଗର୍ଜନ କରୁଛି, ଶୈତାନ ହୁଏତ ସେ ସିଂହ ପରି ଗର୍ଜନ କରୁଛି, ହୁଙ୍କାର ଶବ୍ଦ କରୁଛି ଆମମାନଙ୍କୁ ମାରିବା ପାଇଁ, ଆମମାନଙ୍କୁ ବିନାଶ କରିବା ପାଇଁ, କିନ୍ତୁ we are in the hand of God. You are in the hand of God. ଆପଣମାନେ ଈଶ୍ୱରଙ୍କର ହାତ ମୁଠାରେ ଅଛନ୍ତି। ଆଉ ସେ ଦେଖିଲେ ଯେ ମଣ୍ଡଳୀ ପରିତ୍ୟକ୍ତ ଅବସ୍ଥାରେ ନାହିଁ। ଶୈତାନ ଭାଙ୍ଗିବାକୁ ଚେଷ୍ଟା କରୁଛି, ମାରିଦେବାକୁ ଚେଷ୍ଟା କରୁଛି, ଚର୍ଚ୍ଚକୁ ପୋଡ଼ିବାକୁ ଚେଷ୍ଟା କରୁଛି, ବିଶ୍ୱାସୀ ମାନେ ଛିନ ଛତରେଇକି ଏପଟ ସେପଟ ହୁଏତ ଚାଲି ଯାଉଛନ୍ତି। ଶୈତାନ ଭାବୁଛି ସେ ମଣ୍ଡଳୀକୁ ସେ ବିନାଶ କରିବ, କିନ୍ତୁ ପ୍ରଭୁ ଯୀଶୁ ଦେଖେଇଲେ, ଆଇ ଆମ୍ ଇନ୍ ଦ ମିଷ୍ଟ ଅଫ ଦିସ୍ ଚର୍ଚ୍ଚ, ଆଉ ମୁଁ ସେଇ ମଣ୍ଡଳୀ ମାନଙ୍କ ମଧ୍ୟରେ ମୁଁ ଗମନାଗମନ କରୁଅଛି। ହାଲେଲୁୟା। ଯେ ପ୍ରଭୁ ଯୀଶୁ ମଣ୍ଡଳୀକୁ ପରିତ୍ୟାଗ କରିନାହାନ୍ତି, ସେ ତାଡ଼ନା ସମୟରେ ମଧ୍ୟ ସେଇ ମେସେଜ ସେ ଦଉଛନ୍ତି ଯେ ମୁଁ ତୁମମାନଙ୍କୁ ପରିତ୍ୟାଗ କରିନାହିଁ, ଇନଫ୍ୟାକ୍ଟ ମୁଁ ତୁମମାନଙ୍କୁ ଆଉ ତତ୍ତ୍ୱାବଧାନ କରୁଛି, ତୁମମାନଙ୍କ ତତ୍ତ୍ୱାବଧାନ କରୁଛି, ମୁଁ ତୁମମାନଙ୍କର ଦେଖଭାଲ କରୁଛି, ଆଉ ସେଥିପାଇଁ ମୁଁ ମଣ୍ଡଳୀ ମାନଙ୍କର ମଧ୍ୟରେ ମୁଁ ଗମନାଗମନ କରୁଛି। ପ୍ରଭୁ ଯୀଶୁ ଆମମାନଙ୍କ ମଧ୍ୟରେ ଆଉ ସେ ଅଛନ୍ତି। ସେଇଟା ଥିଲା ପ୍ରଥମ ଭାଗ, ଯେ ଯୋହନ ପ୍ରଭୁ ଯୀଶୁଙ୍କର ସେ ମହିମାନ୍ବିତ ଆଉ ଶରୀରକୁ, ମହିମାନ୍ବିତ ରୂପକୁ ଆଉ ସେ ଦର୍ଶନ କଲେ, ଯାହା ଯାହା ତୁମ୍ଭେ ଦର୍ଶନ କଲ। ଏକ ଅଧ୍ୟାୟ ସରିଗଲା। ଦ୍ୱିତୀୟ ଭାଗ ପୁଣି ଆସିଲା, ଯାହା ଯାହା ବର୍ତ୍ତମାନ ଘଟୁଅଛି। ସେଇଟା ହଉଛି 2 ଅଧ୍ୟାୟ ଏବଂ 3 ଅଧ୍ୟାୟ। ଯାହା ଯାହା
ବର୍ତ୍ତମାନ ଘଟୁଅଛି ମଣ୍ଡଳୀର ଯୁଗରେ ବର୍ତ୍ତମାନ ଆମେ ଅଛୁ ଆମେ ପ୍ରଭୁ ଯୀଶୁ ମଣ୍ଡଳୀକୁ ସେ ଆଜି କଥା କହୁଛନ୍ତି ଏଇ 2 ଅଧ୍ୟାୟ ଏବଂ 3 ଅଧ୍ୟାୟରେ ଆମେ ଦେଖିବା ଯେ ସେ ମଣ୍ଡଳୀକୁ ଆଉ ସେ କଥାବାର୍ତ୍ତା କରୁଛନ୍ତି ମଣ୍ଡଳୀକୁ ପତ୍ର ଲେଖୁଛନ୍ତି ମଣ୍ଡଳୀର ଭୁଲକୁ ମଣ୍ଡଳୀରେ ଥିବା ତ୍ରୁଟିକୁ ମଣ୍ଡଳୀରେ ଥିବା ଦୁର୍ବଳତାକୁ ସେ ପ୍ରକାଶ କରୁଛନ୍ତି ଏବଂ ସେମାନଙ୍କୁ ଅନୁଯୋଗ କରି କହୁଛନ୍ତି ତୁମ୍ଭେ ଫେରି ଆସ ତୁମେ ଯଦି ଏମିତି କରିବ ତାହେଲେ ମୁଁ ତୁମ ପାଇଁ ଏଇ ସବୁ ପ୍ରତିଜ୍ଞା ରଖିଛି ଆଉ ଶେଷରେ ସେ କହିଲେ ଯାହାର କର୍ଣ୍ଣ ଅଛି ସେ ଶୁଣୁ ଆମେ ପଢିବା ମାନେ ଏଫିସି ସରି ପ୍ରକାଶିତ ବାକ୍ୟ 2 ଅଧ୍ୟାୟ 1 ରୁ 7 ପଦ ଜଣେ କେହି ପଢିଦେବେ 1 ରୁ 7 ପଦ କୁ ଲେଖ ଯେ ଆପଣା ଦକ୍ଷିଣ ହସ୍ତରେ ସପ୍ତ ନକ୍ଷତ୍ର ଧାରଣ କରନ୍ତି ଓ ସପ୍ତ ସୁବର୍ଣ୍ଣ ପ୍ରଦୀପ ମଧ୍ୟରେ ଗମନାଗମନ କରନ୍ତି ସେ ଏହା କହନ୍ତି ଆମ୍ଭେ ତୁମ୍ଭର କର୍ମ ପରିଶ୍ରମ ଓ ଧୈର୍ଯ୍ୟ ଜାଣୁ ପୁଣି ତୁମ୍ଭେ ଯେ ଦୁଷ୍ଟମାନଙ୍କର କ୍ରିୟା ସହି ନ ପାର ଆଉ ଯେଉଁମାନେ ଆପଣା ଆପଣାକୁ ପ୍ରେରିତ ବୋଲି କହନ୍ତି କିନ୍ତୁ ପ୍ରକୃତରେ ପ୍ରେରିତ ନୁହନ୍ତି ସେମାନଙ୍କୁ ପରୀକ୍ଷା କରି ମିଥ୍ୟାବାଦୀ ବୋଲି ଚିହ୍ନିଅଛ ପୁଣି ଧୈର୍ଯ୍ୟ ଧରି ଆମ୍ଭ ନାମ ସକାଶେ କଷ୍ଟ ସହିଅଛ ଓ କ୍ଳାନ୍ତ ହୋଇନାହ ଏହା ମଧ୍ୟ ଆମ୍ଭେ ଜାଣୁ ତଥାପି ତୁମ୍ଭ ବିରୁଦ୍ଧରେ ଆମ୍ଭର ଏହି କଥା ଅଛି ତୁମ୍ଭେ ଆପଣା ଆଦ୍ୟ ପ୍ରେମ ପରିତ୍ୟାଗ କରିଅଛ ଏଣୁ କେଉଁଠାରୁ ତୁମ୍ଭର ପତନ ହୋଇଅଛି ତାହା ସ୍ମରଣ କରି ମନ ପରିବର୍ତ୍ତନ କର ଓ ଆଦ୍ୟ କର୍ମ ସବୁ କର ନୋହିଲେ ଯେବେ ମନ ପରିବର୍ତ୍ତନ ନ କର ତେବେ ଆମ୍ଭେ ତୁମ୍ଭ ନିକଟକୁ ଆସି ତୁମ୍ଭର ପ୍ରଦୀପ ସ୍ୱସ୍ଥାନରୁ ଘୁଞ୍ଚାଇ ଦବୁ ହେଲେ ତୁମ୍ଭର ଏହି ସଦ୍ଗୁଣ ଅଛି ଯେ ଆମ୍ଭେ ନିକୋଲାଇତୀୟ ମାନଙ୍କର ଯେଉଁ ସବୁ କର୍ମ ଘୃଣା କରୁ ତୁମ୍ଭେ ମଧ୍ୟ ସେଇ ସବୁ ଘୃଣା କରୁଅଛ ମଣ୍ଡଳୀଗଣକୁ ଆତ୍ମା କଣ କହନ୍ତି ଯାହାର କର୍ଣ୍ଣ ଅଛି ସେ ତାହା ଶୁଣୁ ଯେ ଜୟ କରେ ତାହାକୁ ଆମ୍ଭେ ଈଶ୍ୱରଙ୍କର ପାରଦୀସରେ ଥିବା ଜୀବନ ବୃକ୍ଷର ଫଳ ଖାଇବାକୁ ଦେବୁ ଆମେନ୍ ଆସନ୍ତୁ ଆମେ ପ୍ରାର୍ଥନା କରିବା ପ୍ରେମୀ ସ୍ୱର୍ଗସ୍ଥ ପିତା ଆମେ ଧନ୍ୟବାଦ ଦଉଛୁ ତୁମର ସେ ପବିତ୍ର ବାକ୍ୟ ପ୍ରଭୁ ଆଜି ଆମମାନଙ୍କ ନିମନ୍ତେ ମଧ୍ୟ ଯାହା ସବୁ ପ୍ରଭୁ ବାକ୍ୟରେ ଲେଖାଯାଇଅଛି ତା ଆମମାନଙ୍କର ନିମନ୍ତେ ଲେଖାଯାଇଅଛି କେବଳ ଏଫିସି ମଣ୍ଡଳୀକୁ ଯେ ଲେଖାଯାଇଥିଲା ତାହା ନୁହଁ ତୁମେ ଆଜି ମଧ୍ୟ ଆମମାନଙ୍କୁ କଥା କହୁଛ ପ୍ରାର୍ଥନା କରେ ପ୍ରତ୍ୟେକ ପ୍ରଭୁ ଯେଉଁମାନେ ପ୍ରଭୁ এই ବାକ୍ୟକୁ ଆଜି ଶୁଣୁଛନ୍ତି ସେମାନଙ୍କର ହୃଦୟରେ ମଧ୍ୟ ତୁମେ କାର୍ଯ୍ୟ କର ସେମାନେ ମଧ୍ୟ ତୁମର ସ୍ୱର ଶୁଣନ୍ତୁ ବୋଲି ପ୍ରାର୍ଥନା କରୁଛେ ଏବଂ ପ୍ରାର୍ଥନା କରେ ପ୍ରଭୁ ଆମମାନଙ୍କର ଆତ୍ମିକ ଚକ୍ଷୁ ତୁମେ ପ୍ରସନ୍ନ କର ଯଦ୍ୱାରା ତୁମର ବାକ୍ୟର ଗଭୀର ବିଷୟ ସବୁ ପ୍ରଭୁ ଆମେ ଦେଖିବାକୁ ପାରିବା ହୃଦୟଙ୍ଗମ କରିବା ସେ ସମସ୍ତ ପାଳନ କରିବାକୁ ପାରିବା ତୁମେ ସାହାଯ୍ୟ କର जो समस्त विषय आमनकर मन को विचलित करुछि से सबको यीशुଙ୍କ नामରେ ଆମେ ଅଗ୍ରାହ୍ୟ କରୁଛୁ ପ୍ରଭୁ ତୁମେ ଆମମାନଙ୍କ ମଧ୍ୟରେ ଉଚ୍ଚୀକୃତ ମହିମାନ୍ୱିତ ହୁଅ ଏବଂ ତୁମେ କଥା କୁହ ସବୁ ଗୌରବ ମହିମା ତୁମକୁ ଦେଇ ଯୀଶୁଙ୍କ ନାମରେ ମାଗିଲୁ ଆମେନ୍ ଆମେନ୍ ତେବେ ଏଫେସି ମଣ୍ଡଳୀର ଦୂତ ନିକଟକୁ ଲେଖ ମୁଁ ଆଗରୁ କହିଥିଲି ଯେ ମଣ୍ଡଳୀର ଦୂତ ସ୍ୱର୍ଗୀୟ ଦୂତ ନୁହନ୍ତି କିନ୍ତୁ ଏଇଠି ମଣ୍ଡଳୀର ଦୂତର ଅର୍ଥ ସେଇ ମଣ୍ଡଳୀର ପାଳକ ତ ଏକ ପଦରେ କୁହାଯାଉଛି ସେ କାହା ପାଖକୁ ଏ ଚିଠି ଲେଖୁଛନ୍ତି ଆଉ କିଏ ଏ ପତ୍ର ଲେଖୁଛନ୍ତି କାହା ପାଖକୁ ଲେଖାଯାଉଛି ନା ଏ ପତ୍ରଟି ଏଫିସି ମଣ୍ଡଳୀର ପାଳକଙ୍କୁ ଲେଖାଯାଉଛି କିଏ ଲେଖୁଛନ୍ତି ନା ଯେ ଆପଣା ଦକ୍ଷିଣ ହସ୍ତରେ ସପ୍ତ ନକ୍ଷତ୍ର ଧାରଣ କରନ୍ତି ଓ ସପ୍ତ ସୁବର୍ଣ୍ଣ ପ୍ରଦୀପ ମଧ୍ୟରେ ଗମନାଗମନ କରନ୍ତି ସେ ଲେଖୁଛନ୍ତି ସେ ଏହା କହନ୍ତି କିଏ କହନ୍ତି ନା ଯେ ସପ୍ତ ନକ୍ଷତ୍ରକୁ ଧାରଣ କରନ୍ତି ଏବଂ ସପ୍ତ ସୁବର୍ଣ୍ଣ ପ୍ରଦୀପ ମଧ୍ୟରେ ଗମନାଗମନ କରନ୍ତି The first question we need to ask ଯେ ସେ କଣ ମୋ ଜୀବନରେ କେବେ ଆସିଛନ୍ତି କି ମୋ ପରିବାର ମଧ୍ୟରେ ସେ କଣ ଗମନାଗମନ କରୁଛନ୍ତି କି ସେ କଣ ମତେ ଧରିଛନ୍ତି କି ମୋର ପରିବାରକୁ ସେ କଣ ଧରିଛନ୍ତି କି ସେ ଆଜି ପତ୍ର ଲେଖନ୍ତି ଆମମାନଙ୍କୁ ଯେ ଆମମାନଙ୍କୁ ଧାରଣ କରିଛନ୍ତି
ଯେ ଆମମାନଙ୍କ ମଧ୍ୟରେ ଗମନାଗମନ କରୁଅଛନ୍ତି ସେ ଆଜି ପତ୍ର ଲେଖୁଛନ୍ତି। ସେ କୋଉ ପତ୍ର ଲେଖୁଛନ୍ତି, କଣ ଲେଖୁଛନ୍ତି? ସେ ଏହା କହନ୍ତି, ଆମ୍ଭେ ତୁମ୍ଭର କର୍ମ, ପରିଶ୍ରମ ଓ ଧୈର୍ଯ୍ୟ ଜାଣୁ, ପୁଣି ତୁମ୍ଭେ ଯେ ଦୁଷ୍ଟମାନଙ୍କର କ୍ରିୟା ସହି ନ ପାର, ଆଉ ଯେଉଁମାନେ ଆପଣା ଆପଣାକୁ ପ୍ରେରିତ ବୋଲି କହନ୍ତି କିନ୍ତୁ ପ୍ରକୃତରେ ପ୍ରେରିତ ନୁହନ୍ତି, ସେମାନଙ୍କୁ ପରୀକ୍ଷା କରି ମିଥ୍ୟାବାଦୀ ବୋଲି ଚିହ୍ନିଅଛ। ପୁଣି ଧୈର୍ଯ୍ୟ ଧରି ଆମ୍ଭ ନାମ ସକାଶେ କଷ୍ଟ ସହିଅଛ ଓ କ୍ଳାନ୍ତ ହୋଇନାହଁ, ଏହା ମଧ୍ୟ ଆମ୍ଭେ ଜାଣୁ। ପ୍ରତ୍ୟେକଟି ମଣ୍ଡଳୀର ପତ୍ର ମାନଙ୍କରେ ପ୍ରଭୁ ଯୀଶୁ ସେ କିଛି ପଜିଟିଭ ବିଷୟ ଲେଖନ୍ତି ସେ ମଣ୍ଡଳୀ ବିଷୟରେ ଏବଂ କିଛି ନେଗେଟିଭ ବିଷୟ ମଧ୍ୟ ଲେଖନ୍ତି। ଯାହା ସେ ମଣ୍ଡଳୀରେ ଦେଖାଯାଇଛି ସେଇଟାକୁ ମଧ୍ୟ ସେ ଆଉ କୁହନ୍ତି, ଏବଂ ଯାହା ହେବା କଥା କିନ୍ତୁ ନାହିଁ ତାକୁ ମଧ୍ୟ ସେ ଦେଖେଇ ଦିଅନ୍ତି। ଆଉ ଏଇ ପତ୍ରଟି ସେ ଏଫିସି ମଣ୍ଡଳୀକୁ ଲେଖୁଛନ୍ତି। ଆଉ ଏଇ ସପ୍ତ ମଣ୍ଡଳୀ ମଧ୍ୟରେ ଏଫିସି ମଣ୍ଡଳୀ ପ୍ରଥମ ନମ୍ବରରେ ଅଛି, ଆଉ ଯାହାକୁ ଆଦ୍ୟ ମଣ୍ଡଳୀ ବୋଲି କୁହାଯାଉଛି। ଏଇ 7 ଗୋଟି ମଣ୍ଡଳୀ ଆଉ ପ୍ରଭୁ ଯୀଶୁ ସେ ରାଣ୍ଡମଲି ତାକୁ ବାଛି ନାହାନ୍ତି, କିନ୍ତୁ ବିତ୍ ଏ ପର୍ପସ୍, ଉଦ୍ଦେଶ୍ୟମୂଳକ ଭାବରେ ତାକୁ ବାଛିଛନ୍ତି। ସେଇ ସମୟରେ ଅନେକ ମଣ୍ଡଳୀ ଥିଲା। ଜେରୁସାଲାମରେ ମଣ୍ଡଳୀ ଅଛି, ଆନ୍ତିଓଖିଆରେ ମଣ୍ଡଳୀ, ଗାଲାତିରେ ମଣ୍ଡଳୀ, ନାଇଁ କି, ପୁଣି କରନ୍ଥିରେ ମଣ୍ଡଳୀ, ଥେସଲୋନିକେରେ ମଣ୍ଡଳୀ ଅଛି। ଏତେ ବଡ ବଡ ମଣ୍ଡଳୀ ଗୁଡାକ ଥିଲା, କିନ୍ତୁ ସେଇ ମଣ୍ଡଳୀ ଆଉ ଏଥିରେ ସାମିଲ ହେଇନାହିଁ। ଏଭଳି 7 ଗୋଟି ମଣ୍ଡଳୀକୁ ଆଉ ପ୍ରଭୁ ଯୀଶୁ ବାଛିଲେ, ଯୋଉ ମଣ୍ଡଳୀ କି ପ୍ରଥମ ଶତାବ୍ଦୀ ଠାରୁ ଆରମ୍ଭ କରି ଆଜି ପର୍ଯ୍ୟନ୍ତ ଆମେ ଯେତେ ମଣ୍ଡଳୀ ଆମେ ଦେଖୁଛୁ, ଯୋଉ ପ୍ରକାରର ସମ୍ପ୍ରଦାୟ ଗୁଡିକ ଦେଖୁଛୁ, ସେଇ ମଣ୍ଡଳୀ ମାନଙ୍କରେ ଏଇ ସବୁ ବିଷୟ ମଧ୍ୟ ଆମେ ଦେଖୁଛୁ। ଆଉ ତାକୁ ଲକ୍ଷ୍ୟ କରି ଯଦି ଆମେ ଆଉ ଷ୍ଟଡି କରିବା, ତାହେଲେ ପ୍ରଭୁ ଆମମାନଙ୍କୁ ମଧ୍ୟ କଥା କହିବେ। ତେବେ ଏଇ ଏଫିସି ମଣ୍ଡଳୀ ବର୍ତ୍ତମାନର ତୁର୍କୀରେ, ଟର୍କୀ, ଆଉ ସେଇ ଏଇ 7 ଗୋଟି ମଣ୍ଡଳୀ ଇନଫ୍ୟାକ୍ଟ ତୁର୍କୀ ଦେଶରେ ଅବସ୍ଥିତ ବର୍ତ୍ତମାନ ଅଛନ୍ତି। ସେମାନେ ତାକୁ ଏସିଆ ମାଇନର ବୋଲି କୁହାଯାଉଛି, ଏସିଆ ପ୍ରଦେଶର ସେମାନେ, ସରି ଏସିଆ ମହାଦେଶର ସେମାନେ। ଆଉ ଏ ଏସିଆ ମହାଦେଶରେ ଥିବା ଏଇ 7 ଗୋଟି ମଣ୍ଡଳୀକୁ ପ୍ରଭୁ ଯୀଶୁ ସେ ଲେଖିଲେ। ଆଉ ପ୍ରଥମ ମଣ୍ଡଳୀ ଏଫିସି ମଣ୍ଡଳୀ ଥିଲା। ଯୋହନଙ୍କର ସମୟରେ ଏଫିସି ମଣ୍ଡଳୀ, ଏଫିସି ନଗର ଏକ ପ୍ରସିଦ୍ଧ ନଗର ଥିଲା। ଯଦିଓ ପେର୍ଗାମମ୍ ରାଜଧାନୀ ଥିଲା ଏସିଆର, କିନ୍ତୁ ଏଫିସି ମଣ୍ଡଳୀ ଏଫିସି ନଗର ଆଉ ବହୁତ ପ୍ରସିଦ୍ଧ ଥିଲା। ଦ କୁଇନ୍ ଅଫ୍ ଏସିଆ ବୋଲି ତାକୁ କୁହାଯାଉଥିଲା, ଏସିଆର ରାଣୀ ବୋଲି ତାକୁ କୁହାଯାଉଥିଲା। ଆଉ ଏଇ ଏଫିସକୁ ଯିବା ନିମନ୍ତେ ଲୋକମାନେ ଜଳପଥରେ ଏବଂ ସ୍ଥଳ ପଥରେ ମଧ୍ୟ ସେମାନେ ଯିବା ଆସିବା କରିପାରୁଥିଲେ। ଏଫିସି ଗୋଟିଏ ବାଣିଜ୍ୟ କେନ୍ଦ୍ର ଥିଲା, ଗୋଟେ କମର୍ସିଆଲ ସେଣ୍ଟର ଥିଲା। ସେଥି ନିମନ୍ତେ ଆଉ ଲୋକମାନେ ଆଉ ସେଠାକୁ ଯାଉଥିଲେ। ଯଦି ଆମେ ପ୍ରକାଶିତ ବାକ୍ୟ 18 ଅଧ୍ୟାୟ ଆମେ ଦେଖିବା 12 ଏବଂ 13 ପଦରେ, ଆଉ ସେଇଠି ଯୋହନ ଆଉ ସେ ବାଣିଜ୍ୟ ବିଷୟରେ ସେ ଲେଖନ୍ତି। ଆଉ ସେ କୁହନ୍ତି ସେଠି ଯେ ସୁବର୍ଣ୍ଣ, ରୌପ୍ୟ, ମଣି, ମୁକ୍ତା, ସୂକ୍ଷ୍ମ ବସ୍ତ୍ର, କୃଷ୍ଣ ଲୋହିତ ବସ୍ତ୍ର, ପଟବସ୍ତ୍ର, ସିନ୍ଦୁର ବର୍ଣ୍ଣ ବସ୍ତ୍ର, ସମସ୍ତ ପ୍ରକାର ଚନ୍ଦନ କାଷ୍ଠ, ହସ୍ତିଦନ୍ତର ସର୍ବ ପ୍ରକାର ବସ୍ତୁ, ଅତି ବହୁମୂଲ୍ୟ କାଷ୍ଠ, ପିତ୍ତଳ, ଲୌହ ଓ ମର୍ମର ପ୍ରସ୍ତର ନିର୍ମିତ ସମସ୍ତ ପ୍ରକାର ବସ୍ତୁ, ଦାରୁଚିନି, ସୁଗନ୍ଧି ଦ୍ରବ୍ୟ, ଧୂପ, ସୁଗନ୍ଧି, ଲେପ୍ୟ ଦ୍ରବ୍ୟ, କୁନ୍ଦୁରୁ, ମଦ୍ୟ, ତୈଳ, ମଇଦା, ଗହମ, ଗୋରୁ, ମେଷ, ଅଶ୍ଵ, ରଥ, କ୍ରୀତଦାସ ଓ ମନୁଷ୍ୟ ମାନଙ୍କର ପ୍ରାଣ, ଏ ସବୁ ବାଣିଜ୍ୟିକ ବିଷୟ ଗୁଡିକ ଥିଲା। ତେବେ ଯାହା ଯୋହନ ଦେଖିଲେ ଏଫିସରେ, କାରଣ ଯୋହନ ମଧ୍ୟ ଏଫିସରେ ରହେ, ଯେତେବେଳେ ଏ ପତ୍ର ସେ ଲେଖୁଛନ୍ତି ସେଇ ସମୟରେ ତାଙ୍କୁ ନିର୍ବାଚନ କରାଯାଇଛି, ପାଟ୍ମରେ ଅଛନ୍ତି, କିନ୍ତୁ ସେ ଏଫିସରେ ରହିଥିଲେ। ପାଟ୍ମରୁ ଯେତେବେଳେ ଫେରି ଆସିଲେ ସେତେବେଳେ ମଧ୍ୟ ସେ ଏଫିସକୁ ଆସିଲେ। ଆଉ ତାଙ୍କ ସହିତ ମରିୟମ ମଧ୍ୟ ଥିଲେ, ଯୀଶୁଙ୍କର ମା ମରିୟମ ମଧ୍ୟ। ଯୋଉଦିନ ପ୍ରଭୁ ଯୀଶୁ ତାଙ୍କୁ ହସ୍ତାର୍ପଣ କରିଦେଲେ, ସମର୍ପଣ କରିଦେଲେ, ଯେ ଦେଖ ତୁମ୍ଭର ମାତା, ନାଇଁ କି, ହେ ନାରୀ ଦେଖ ତୁମ୍ଭର ପୁତ୍ର। ଆଉ ସେଇ ସମୟ ଠାରୁ ଯୋହନ ଯୀଶୁଙ୍କର ମାତାଙ୍କୁ ଆଉ ସେ ଘରକୁ ନେଇଗଲେ। ଆଉ ଯୋହନ ଯୁଆଡେ ଯୁଆଡେ ଯାଉଥିଲେ ମରିୟମ ମଧ୍ୟ ତାଙ୍କ ସହିତ ଗଲେ। ଆଉ କୁହାଯାଏ ଯେ ମରିୟମ ମଧ୍ୟ ଏଫିସରେ ମୃତ୍ୟୁବରଣ କଲେ, ଯୋହନ ମଧ୍ୟ ସେଇ ଏଫିସରେ ମୃତ୍ୟୁବରଣ କଲେ। ତେବେ ଏଫିସରେ ଯୋଉ ସବୁ ଦ୍ରବ୍ୟ ଗୁଡିକ
ଆଉ ବିକ୍ରି ହଉଥିଲା, ଆମଦାନୀ ହଉଥିଲା, ରପ୍ତାନୀ ହଉଥିଲା। ଆଉ ସେଇ ସବୁର ବିଷୟ ଯୋଉ ନ ଜାଣିଥିଲେ ଆଉ ସେଗୁଡିକ ସେ 18 ଅଧ୍ୟାୟରେ ଆଉ ସେ ସବୁ ଆଉ ସେ ବର୍ଣ୍ଣନା କରୁଛନ୍ତି। ସୁବର୍ଣ୍ଣ, ରୌପ୍ୟ, ମଣି, ମୁକ୍ତା, ସୂକ୍ଷ୍ମ ବସ୍ତ୍ର, ବିଭିନ୍ନ ପ୍ରକାର ପଟ୍ଟବସ୍ତ୍ର, ଚନ୍ଦନ କାଠ ନାଇଁ, ହାତୀ ଦାନ୍ତ ଏବଂ କାଷ୍ଠ, ପିତ୍ତଳ, ଲୌହ, ଏଇ ସବୁ ପ୍ରକାରର ବିଷୟ ଗୁଡିକ ଦେଖୁଛୁ। ପୁଣି ଦାରୁଚିନି, ସୁଗନ୍ଧି ଦ୍ରବ୍ୟ, ଧୂପ, ସୁଗନ୍ଧି, ଲେପ୍ୟ ଦ୍ରବ୍ୟ, ଏ କୁନ୍ଦୁରୁ, ଏ ସବୁ ସେଇଠି ଆଉ ଉପଲବ୍ଧ ଥିଲା। କେବଳ ସେତିକି ନୁହେଁ, ମଦ, ତେଲ, ମଇଦା ନେଇକି କ୍ରୀତଦାସ ଏବଂ ମନୁଷ୍ୟ ମାନଙ୍କର ପ୍ରାଣ ବୋଲି କୁହାଯାଉଛି। ଯେ କ୍ରୀତଦାସ ମାନଙ୍କର ମଧ୍ୟ ବଜାର ସେଠି ଲାଗୁଥିଲା। ଆଉ ଏଇ ସବୁ ଆଉ ବିକ୍ରି ହଉଥିଲା ଏଫିସରେ। ଏଫିସି ନଗର ଗୋଟେ ପ୍ରଧାନ ନଗର। ଆଉ ବିଶେଷ କରି ଖ୍ରୀଷ୍ଟିଆନ ମାନଙ୍କୁ ଯେତେବେଳେ ତାଡ଼ନା କରାଯାଉଥିଲା, ଭିନ୍ନ ଭିନ୍ନ ପ୍ରାନ୍ତରରୁ ଲୋକ ଖ୍ରୀଷ୍ଟିଆନ ମାନଙ୍କୁ ଧରିକି ରୋମକୁ ଆଉ ନଉଥିଲେ, ସେଇ ସମୟରେ ସେମାନେ ଏଫିସି ନଗର ହେଇକି ସେମାନଙ୍କୁ ନଉଥିଲେ। ସେଥିପାଇଁ ଇଗ୍ନେସିୟସ୍ ବୋଲି ଜଣେ ଚର୍ଚ୍ଚ ଫାଦର, ଫାଷ୍ଟ ମାନେ ପ୍ରଥମ ଶତାବ୍ଦୀର ଜଣେ ଚର୍ଚ୍ଚ ଫାଦର, ଆଉ ସେ କୁହନ୍ତି ଏଫିସସ୍ ଦ ହାଇୱେ ଅଫ ଦ ମାର୍ଟର୍ସ ବୋଲିକି ସେ କହିଲେ ଯେ ଏଫିସ ସାକ୍ଷ୍ୟମର ମାନଙ୍କର ରାଜପଥ ଅଟେ ବୋଲି କହିଲେ। କାରଣ ଏଫିସି ମଧ୍ୟ ଦେଇକି ସେମାନଙ୍କୁ ଆଉ ନେବା ଆଣିବା କରୁଥିଲେ। କେବଳ କ୍ରୀତଦାସ ମାନଙ୍କୁ ନଉଥିଲେ ତାହା ନୁହଁ, କିନ୍ତୁ ଖ୍ରୀଷ୍ଟିଆନ ମାନଙ୍କୁ ମଧ୍ୟ ଏଫିସି ମଧ୍ୟ ଦେଇକି ଆଉ ସେମାନେ ରୋମକୁ ନେଇ ଆଉ ସେମାନଙ୍କୁ ତାଡ଼ନା କରୁଥିଲେ। ଏଫିସ ମଧ୍ୟ ଆଉ ଗୋଟେ ବିଷୟ ପାଇଁ ପ୍ରସିଦ୍ଧ ଥିଲା। ଏଫିସରେ ଆର୍ତେମୀ ଏବଂ ଡାଇନା ଦେବୀଙ୍କର ଗୋଟେ ମନ୍ଦିର ଥିଲା। ଆଉ ଏଇ ମନ୍ଦିର ପୃଥିବୀର ସପ୍ତାଶ୍ଚର୍ଯ୍ୟ ମଧ୍ୟରୁ ଗୋଟିଏ ଥିଲା। 7 ଗୋଟି ଯୋଉ ଆଶ୍ଚର୍ଯ୍ୟ ବିଷୟ ପୃଥିବୀରେ ଅଛି ଥିଲା ସେଇ ସମୟର। ଆଉ ସେଇ ସମୟରେ ଆର୍ତେମୀ ଏବଂ ଡାଇନାଙ୍କର ମନ୍ଦିର ମଧ୍ୟ ସପ୍ତାଶ୍ଚର୍ଯ୍ୟ ବିଷୟ ମଧ୍ୟରୁ ଗୋଟିଏ ଥିଲା। ଆଉ ତାକୁ ଦେଖିବା ପାଇଁ ଏବଂ ଆର୍ତେମୀ ବା ଡାଇନା ଦେବୀକୁ ପୂଜା ଅର୍ଚ୍ଚନା କରିବା ନିମନ୍ତେ ଲକ୍ଷ ଲକ୍ଷ ଲୋକଙ୍କର ସମାଗମ ହଉଥିଲା। ଆଉ ଦେବଦାସୀ ମାନେ ହଜାର ହଜାର ସଂଖ୍ୟାରେ ଆଉ ମନ୍ଦିରରେ ଥିଲେ। ସେମାନେ ଯାହାକୁ ଟେମ୍ପଲ ପ୍ରସ୍ଟିଚ୍ୟୁଟ ବୋଲି କୁହାଯାଉଥିଲା। ଟେମ୍ପଲ ପ୍ରସ୍ଟିଚ୍ୟୁସନ ହଉଥିଲା। କେବଳ ଭାରତରେ ଯେ ଥିଲା ତାହା ନୁହଁ, ଏଫିସରେ ମଧ୍ୟ ଆଉ ଥିଲା। ଟେମ୍ପଲ ପ୍ରସ୍ଟିଚ୍ୟୁଟ ଥିଲେ, ଦେବଦାସୀ ଥିଲେ। ଏବଂ ପୂଜାରିଣୀ ମାନେ ଥିଲେ ମନ୍ଦିରରେ। ନପୁଂସକ ମାନେ ମଧ୍ୟ ଥିଲେ। ଅନେକଙ୍କୁ ଜାଣି ଶୁଣିକି ନପୁଂସକ କରେଇ ଦିଆଯାଉଥିଲା, ଯଦ୍ୱାରା କି ସେମାନେ ମନ୍ଦିରରେ ସେବା କରିବେ। ତେବେ ଏଇ ସବୁ ବିଷୟ, ପୂଜା ଅର୍ଚ୍ଚନା, ମଦ୍ୟପାନ, ନାଇଟ୍ କ୍ଲବ, ପୁଣି ବିକୃତ ଯୌନ ପ୍ରକ୍ରିୟା, ଏଗୁଡିକ ରାଣ୍ଡମଲି ଆଉ ସେଇଠି ଆଉ ଏଫିସରେ ଉପଲବ୍ଧ ଥିଲା। ଆଉ ଏଫିସରେ ମଧ୍ୟ କଳା ଯାଦୁ, ବ୍ଲାକ୍ ମ୍ୟାଜିକ ଲୋକମାନେ ପ୍ରାକ୍ଟିସ କରୁଥିଲେ। ଡୋମିସିଆନଙ୍କ ସମୟରେ ଯେତେବେଳେ ଡୋମିସିଆନ ସମ୍ରାଟ ଥିଲେ ରୋମର, ସେ ଥିଲେ 81 ରୁ 96 ଖ୍ରୀଷ୍ଟାବ୍ଦରେ। ଆଉ ତାଙ୍କରି ସମୟରେ, ଡୋମିସିଆନଙ୍କ ସମୟରେ ଯୋହନଙ୍କୁ ନିର୍ବାସିତ କରାଗଲା, ପାତ୍ମକୁ ନିର୍ବାସିତ କରାଗଲା। ଆଉ ଏଇ ଡୋମିସିଆନ ସମ୍ରାଟଙ୍କର ମାନେ ରାଜାଙ୍କର ଗୋଟେ ପ୍ରତିମୂର୍ତ୍ତି ଏଫିସରେ ମଧ୍ୟ ସ୍ଥାପନ ହେଇଥିଲା। ଗୋଟେ ବଜାରରେ, ମାର୍କେଟ ଭିତରେ ଆଉ ଡୋମିସିଆନଙ୍କର ଗୋଟେ ପ୍ରତିମୂର୍ତ୍ତି ମଧ୍ୟ ଥିଲା, ବଡ ପ୍ରତିମୂର୍ତ୍ତି ଥିଲା। ଆଉ ଲୋକମାନେ ନିଜର ଦେଶଭକ୍ତିକୁ ପ୍ରକାଶ କରିବା ପାଇଁ ଡୋମିସିଆନଙ୍କର ପ୍ରତିମୂର୍ତ୍ତି ସାମ୍ନାରେ ସେମାନେ ଧୂପ ଜଳେଇକି ତାର ପୂଜା ଅର୍ଚ୍ଚନା କରୁଥିଲେ। ଆଉ ଯୋଉମାନେ ସେଇ ପ୍ରତିମାକୁ ପୂଜା କରୁନଥିଲେ, ସେମାନେ ଦେଶଦ୍ରୋହୀ ବୋଲିକି ସେମାନଙ୍କୁ ଆଉ ହତ୍ୟା କରାଯାଉଥିଲା। ବାଧ୍ୟତାମୂଳକ ଥିଲା ଦେଶ ଭକ୍ତି ଦେଖେଇବା ନିମନ୍ତେ। ବର୍ତ୍ତମାନ ଆମ ଦେଶରେ ମଧ୍ୟ ସେଇଭଳି ଆଉ କିଛି ବିଷୟ ଆସିଲାଣି ଯେ ତୁମକୁ ଦେଶଭକ୍ତି ଦେଖେଇବା ପାଇଁ ହେଲେ ଏଇ ସବୁ କରିବା ପାଇଁ ଆବଶ୍ୟକ ଅଛି, ନହେଲେ ତୁମେ ଦେଶଦ୍ରୋହୀ ନାଇଁ କି। ତେବେ ଏଫିସରେ ଆଉ ସେଇ ସମୟରେ ଏଇଭଳି ଭାବରେ ନିର୍ଯାତନା କରାଯାଉଥିଲା। ଯୋଉମାନେ ଡୋମିସିଆନ ଏଇ ସମ୍ରାଟଙ୍କର ପ୍ରତିମୂର୍ତ୍ତିରେ ଧୂପ ଜଳେଇବେ ନାହିଁ, ତାକୁ ପ୍ରଣାମ କରିବେ ନାହିଁ, ସେମାନେ ଦେଶଦ୍ରୋହୀ ବୋଲିକି ସେମାନଙ୍କୁ ହତ୍ୟା କରାଯାଉଥିଲା। ଏଭଳି ଏକ ନୃଶଂସ ବ୍ୟବସ୍ଥା ମଧ୍ୟରେ ଖ୍ରୀଷ୍ଟିଆନ ସମାଜ ଥିଲେ। ଖ୍ରୀଷ୍ଟ ବିଶ୍ୱାସୀ ମାନେ ଏକ ବଡ ଆହ୍ୱାନର ସମ୍ମୁଖୀନ ସେମାନେ ହଉଥିଲେ। ଏକ କଠିନ ସମୟ ମଧ୍ୟରେ ଏଫିସରେ ଗୋଟେ ମଣ୍ଡଳୀ ଆଉ ସ୍ଥାପନ କରାଯାଉଛି। ଏକ ମନ୍ଦତାରେ ପରିପୂର୍ଣ୍ଣ ନଗରରେ ବିଶ୍ୱାସୀ ମାନେ
ଏକ ଖ୍ରୀଷ୍ଟୀୟ ଜୀବନ ଯାପନ କରିବା ଏକ ଆହ୍ୱାନ ମୂଳକ ବିଷୟ ଥିଲା। ବିଶ୍ୱାସ ରକ୍ଷା କରିବା ନା କମ୍ପ୍ରୋମାଇଜ କରିବା ପ୍ରତ୍ୟେକ ଦିନର ଏକ ଅର୍ଡର ଥିଲା। ପ୍ରତ୍ୟେକ ଦିନ ସେମାନଙ୍କୁ ମରିବାକୁ ପଡୁଥିଲା। ପ୍ରତ୍ୟେକ ଦିନ ଖ୍ରୀଷ୍ଟଙ୍କର ନିମନ୍ତେ ସାକ୍ଷ୍ୟ ବହନ କରିବାକୁ ସେମାନଙ୍କୁ ପଡୁଥିଲା। ନହେଲେ ସେମାନଙ୍କର ଜୀବନ ବିପନ୍ନ ଥିଲା, ସଙ୍କଟାପନ୍ନ ଥିଲା। ହେଲେ ମଣ୍ଡଳୀ କିଏ ସ୍ଥାପନ କରିଥିଲେ? ଯୋହନ କିନ୍ତୁ ମଣ୍ଡଳୀ ସ୍ଥାପନ କରିନାହାନ୍ତି ଏଫିସରେ। ଯଦି ଆମେ ପ୍ରେରିତ ତାର 18 ଅଧ୍ୟାୟକୁ ଆମେ ଆଉ ଚାଲିଯିବା, ପ୍ରେରିତ ପାଉଲ ଏଫିସକୁ ଯାଉଛନ୍ତି। ଏଫିସରେ ସେ ଆକ୍ୱିଲା ଏବଂ ପ୍ରିସ୍କିଲାଙ୍କ ସହିତ ସେ ଦେଖା ହେଲେ। ଆକ୍ୱିଲା ଏବଂ ପ୍ରିସ୍କିଲା ସେମାନେ ଟେଣ୍ଟ ମେକର ଥିଲେ, ତମ୍ବୁ ନିର୍ମାଣକାରୀ ଥିଲେ। ସେମାନେ ତମ୍ବୁ ତିଆରି କରିକି ସେମାନେ ବିକ୍ରି କରୁଥିଲେ। ପାଉଲଙ୍କର ମଧ୍ୟ ସେଇ ବ୍ୟବସାୟୀ ଥିଲା। ସେ ମଧ୍ୟ ତମ୍ବୁ ତିଆରି କରୁଥିଲେ, ବିକ୍ରି କରୁଥିଲେ। ଆଉ ଯଦ୍ୱାରା ମାନେ ସେଇ ଯୋଉ ବ୍ୟବସାୟୀ, ସେମାନେ ଗୋଟିଏ ପ୍ରକାର ବ୍ୟବସାୟୀ ଥିଲା, ସେଥିପାଇଁ ସେମାନେ ମିଶିଲେ। ବଜାରରେ ହୁଏତ ଦେଖା ହେଇଥିଲା, କଥାବାର୍ତ୍ତା ହଉ ହଉ ଜାଣିଲେ ଯେ ପାଉଲ ଜଣେ ମିଶନାରୀ, ଆକ୍ୱିଲା ପ୍ରିସ୍କିଲା ଆଉ ସେମାନେ ମଧ୍ୟ ପ୍ରଭୁଙ୍କୁ ବିଶ୍ୱାସ କରନ୍ତି। ଆଉ ସେମାନେ ଗୋଟିଏ ଜାଗାରେ ରହିଲେ, ବ୍ୟବସାୟ କଲେ ଏବଂ ସେମାନେ କଣ କଲେ ନା ସୁସମାଚାର ପ୍ରଚାର ମଧ୍ୟ ଆରମ୍ଭ କରୁଛନ୍ତି। 18 ଅଧ୍ୟାୟର 24 ପଦକୁ ଯେତେବେଳେ ଆମେ ଆସିବା, ଆଉ ସେଇ ସମୟରେ ଆମେ ଦେଖୁଛୁ ଆମେ ଯେ ଆପୋଲୋ ବୋଲିକି ଜଣେ ଲୋକ ଆଲେକ୍ଜାଣ୍ଡ୍ରିଆରୁ ଆଉ ସେ ଏଫିସକୁ ଆସୁଛନ୍ତି। କରିନ୍ଥରୁ ସେ ଆସିଲେ, ପୁଣି ଏଫିସକୁ ଆସିଲେ। 24 ପଦ ଲେଖା ଅଛି, ଇତିମଧ୍ୟରେ ଆପୋଲୋ ନାମକ ଜଣେ ଜିହୁଦୀ ଏଫିସକୁ ଆସିଲେ। ତାଙ୍କର ଜନ୍ମସ୍ଥାନ ଆଲେକ୍ଜାଣ୍ଡ୍ରିଆ। ସେ ସୁବକ୍ତା ଓ ଧର୍ମଶାସ୍ତ୍ରରେ ଶକ୍ତିଶାଳୀ ଥିଲେ। ଜଣେ ନିପୁଣ ବକ୍ତା, ଧର୍ମଶାସ୍ତ୍ରରେ ବହୁତ ଗଭୀର ଜ୍ଞାନ ତାଙ୍କର ଅଛି। ଆଉ ସେ ମଧ୍ୟ ଆଉ ବାକ୍ୟ ପ୍ରଚାର କରୁଛନ୍ତି, କିନ୍ତୁ ଯୀଶୁଙ୍କୁ ଜାଣିନାହାନ୍ତି। ଯୋହନଙ୍କର ବାପ୍ତିସ୍ମରେ ବାପ୍ତିଜିତ ଅଛନ୍ତି, କିନ୍ତୁ ସେ ପ୍ରଚାର କରୁଛନ୍ତି, ମନ ପରିବର୍ତ୍ତନ ପ୍ରଚାର କରୁଛନ୍ତି। ସେ ଆପୋଲୋ ଏଇଭଳି ଭାବରେ ଶିକ୍ଷା ଦଉଥିଲେ, ଲୋକମାନେ ସହଜରେ ପ୍ରଭାବିତ ହଉଥିଲେ। ଆକ୍ୱିଲା ଏବଂ ପ୍ରିସ୍କିଲା ଯେତେବେଳେ ଦେଖିଲେ ଯେ ଏଇ ଲୋକର ଟ୍ୟାଲେଣ୍ଟ ଅଛି, ପ୍ରଭୁ ତାଙ୍କୁ ଗୋଟେ ଗିଫ୍ଟ ଦେଇଛନ୍ତି, ଜଣେ ସୁବକ୍ତା ଏବଂ ପ୍ରଚାର କରିବାର କ୍ଷମତା ଦେଇଛନ୍ତି, ଆଉ ତାଙ୍କୁ ଯୀଶୁଙ୍କ ସମ୍ପର୍କରେ ସେମାନେ ଆଉ ସାକ୍ଷ୍ୟ ଦେଲେ। ଯେତେବେଳେ ଆକ୍ୱିଲା ଏବଂ ପ୍ରିସ୍କିଲା ସାକ୍ଷ୍ୟ ଦେଲେ, ଆଉ ସେ ପ୍ରଭୁ ଯୀଶୁଙ୍କୁ ଗ୍ରହଣ କଲେ ଏବଂ ପାଉଲଙ୍କର ଟିମରେ ସେ ଜଏନ କରୁଛନ୍ତି। ବର୍ତ୍ତମାନ ପାଉଲ, ଆକ୍ୱିଲା, ପ୍ରିସ୍କିଲା, ଆପୋଲୋ ଏମାନେ ପ୍ରଚାର କରୁଛନ୍ତି। ଆପଣ ଯଦି 19 ଅଧ୍ୟାୟକୁ ଆସିବେ, 19 ଅଧ୍ୟାୟ 1 ଏବଂ 2 ପଦ ଦେଖନ୍ତୁ। ପ୍ରେରିତ ପୁସ୍ତକ 19 ଅଧ୍ୟାୟ 1 ଏବଂ 2 ପଦ କେହି ପଢିବେ? ଆପୋଲୋଙ୍କ କରିନ୍ଥରେ ଥିବା ସମୟରେ ପାଉଲ ପୂର୍ବ ଅଞ୍ଚଳ ଦେଇ ଯାତ୍ରା କରି ଏଫିସ ନଗରକୁ ଆସି କେତେକ ଶିଷ୍ୟଙ୍କ ଦେଖା ପାଇଲେ। ସେ ସେମାନଙ୍କୁ ପଚାରିଲେ, ବିଶ୍ୱାସ କରିବା ସମୟରେ କଣ ତୁମେମାନେ ପବିତ୍ର ଆତ୍ମାଙ୍କୁ ପାଇଥିଲ? ସେମାନେ ତାଙ୍କୁ ଉତ୍ତର ଦେଲେ, ନା, ପବିତ୍ର ଆତ୍ମା ଯେ ଦତ୍ତ ହୋଇଅଛନ୍ତି ତାହା ସୁଦ୍ଧା ଆମମାନେ ଶୁଣି ନାହୁଁ। ଆମେନ୍। ଆମେ ଶୁଣିନାହୁଁ। ମାନେ ପାଉଲ ଯେତେବେଳେ ଆସୁଛନ୍ତି, ସେ ପୂର୍ବ ଅଞ୍ଚଳ ଦେଇ ଯାତ୍ରା କରି କରି ଏଫିସି ନଗରକୁ ଆସିଲେ। ଆଉ ସେତେବେଳେ ସେ ଆଉ କିଛି ଶିଷ୍ୟ ଅଲରେଡି ସେଠି ଅଛନ୍ତି, ଏଫିସରେ ଅଛନ୍ତି। 12 ଜଣ ଶିଷ୍ୟ ବୋଲି କୁହାଯାଉଛି। ଯଦି 10 ପଦକୁ ଆସିବେ, 19ର 10 ପଦରେ ଲେଖା ଅଛି, ସେମାନେ 10 ପଦ ନେଇ 7 ପଦରେ ଏହିପରି 2 ବର୍ଷ ପର୍ଯ୍ୟନ୍ତ ଚାଲିଲା। ସେଥିରେ ଆସିଆ ନିବାସୀ ଜିହୁଦୀ ଓ ଗ୍ରୀକ ସମସ୍ତେ ପ୍ରଭୁଙ୍କ ବାକ୍ୟ ଶ୍ରବଣ କଲେ। 7 ପଦ 7 ପଦ, ସେମାନେ ସମସ୍ତେ ପ୍ରାୟ 12 ଜଣ ପୁରୁଷ ଥିଲେ। 12 ଜଣ ପୁରୁଷ ଥିଲେ। ଏଇ ଯୋଉ ଶିଷ୍ୟ ମାନଙ୍କର, ପାଉଲ ଶିଷ୍ୟମାନଙ୍କୁ ଦେଖିଲେ, ଏଇ 12 ଜଣ ଶିଷ୍ୟ ଆପୋଲୋଙ୍କର ଥିଲେ। ଆପୋଲୋ ସେମାନଙ୍କୁ ଶିକ୍ଷା ଦେଇଥିଲେ ଏବଂ ସେମାନେ ଆପୋଲୋଙ୍କର ଥିଲେ। ଏବଂ ପାଉଲ ସେମାନଙ୍କର ଦେଖା ପାଇ ପଚାରୁଛନ୍ତି, ତୁମାନେ କଣ ପବିତ୍ର ଆତ୍ମାଙ୍କୁ ଗ୍ରହଣ କରିଛ? ପବିତ୍ର ଆତ୍ମାଙ୍କୁ ପାଇଛ? ଆଉ ସେତେବେଳେ ସେମାନେ କହିଲେ, ପବିତ୍ର ଆତ୍ମା ପୁଣି କିଏ? ପବିତ୍ର ଆତ୍ମା ଯିଏ ଦତ୍ତ ହେଇଛନ୍ତି, ସେ କଥା ମଧ୍ୟ ସେମାନେ ଶୁଣିନାହାନ୍ତି। କାହିଁକି ଶୁଣିନାହାନ୍ତି? ନା କିଏ ସେମାନଙ୍କୁ ପ୍ରଚାର କରିଛନ୍ତି? ନା ଆପୋଲୋ ସେମାନଙ୍କୁ ପ୍ରଚାର କରିଛନ୍ତି। ଆଉ ଆପୋଲୋ ପ୍ରଭୁ ଯୀଶୁଙ୍କୁ ଜାଣିନଥିଲେ। ଆକ୍ୱିଲା ଏବଂ ପ୍ରିସ୍କିଲାଙ୍କ ଦ୍ୱାରା ସେ ପ୍ରଭୁ ଯୀଶୁଙ୍କୁ ଜାଣିଲେ ଏବଂ ସେ ପବିତ୍ର ଆତ୍ମାରେ ପରିପୂର୍ଣ୍ଣ ହେଲେ। ଆଉ ସେ
ମଧ୍ୟ ଯୋହନଙ୍କର ବାପ୍ତିସ୍ମରେ ବାପ୍ତିଜିତ ହେଇଥିଲେ, କିନ୍ତୁ ପ୍ରଭୁ ତାଙ୍କୁ କିଭଳି ଭାବରେ ତାଙ୍କୁ ଶିକ୍ଷା ଆଉ ଦେଇଛନ୍ତି, ମାନେ ଟ୍ୟାଲେଣ୍ଟ ତାଙ୍କୁ ଦେଇଛନ୍ତି। ତେବେ ପାଉଲଙ୍କର ପ୍ରଚେଷ୍ଟାରେ 10 ପଦରେ ଆମେ ଦେଖୁ, ଆମେ 2 ବର୍ଷ ପର୍ଯ୍ୟନ୍ତ ଆଉ ସେ ଶିକ୍ଷା ଦଉଛନ୍ତି। ପ୍ରଥମେ 3 ମାସ ସେ ଶିକ୍ଷା ଦେଲେ ଏଇ 12 ଜଣଙ୍କୁ, ତାପରେ ପୁଣି ଇଏ ଆରମ୍ଭ ହେଲା, ଅପୋଜିସନ ଆରମ୍ଭ ହେଲା। ତାପରେ ତୁରାନ୍ନର ଗୋଟେ ବିଦ୍ୟାଳୟରେ ସେ 2 ବର୍ଷ ସେମାନଙ୍କୁ ଟ୍ରେନ୍ ଅପ୍ କରୁଛନ୍ତି। ଏଇ ଯୋଉ 12 ଜଣ ଶିଷ୍ୟକୁ ସେ ଟ୍ରେନ୍ ଅପ୍ କରୁଛନ୍ତି, ଯୋଉମାନଙ୍କୁ ଆପୋଲ ଆଉ ଶିକ୍ଷା ଦେଇଥିଲେ, ମନ ପରିବର୍ତ୍ତନର ଶିକ୍ଷା ଦେଇଥିଲେ। ପାଉଲ ସେମାନଙ୍କ ଉପରେ ହସ୍ତାର୍ପଣ କଲେ, ସେମାନେ ପବିତ୍ର ଆତ୍ମାରେ ପରିପୂର୍ଣ୍ଣ ହେଲେ। ଆଉ ପାଉଲ ଦେଖିଲେ ଏମାନଙ୍କୁ ମୁଁ ଟ୍ରେନ୍ ଅପ୍ କରିବି, ଏମାନଙ୍କୁ ମୁଁ ଶିକ୍ଷା ଦେବି, କାରଣ ଏମାନଙ୍କ ମାଧ୍ୟମରେ ଆଉ ମୁଁ ପୁରା ଏସିଆରେ ପ୍ରଭୁଙ୍କର ସୁସମାଚାର ପ୍ରଚାର କରିବି। ଏଫିସରେ ରହି ସେମାନେ ପ୍ରଭୁଙ୍କର ସୁସମାଚାର ପ୍ରାୟ 2 ବର୍ଷ ଧରି କରୁଛନ୍ତି। 10 ପଦକୁ ଯେତେବେଳେ ଆମେ ଆସିବା, ଲେଖା ଅଛି ଏହିପରି 2 ବର୍ଷ ପର୍ଯ୍ୟନ୍ତ ଚାଲିଲା। ସେଥିରେ ଏସିଆ ନିବାସୀ ଯିହୁଦୀ ଓ ଗ୍ରୀକ ସମସ୍ତେ ପ୍ରଭୁଙ୍କର ବାକ୍ୟ ଶ୍ରବଣ କଲେ। ହ୍ୱାଟ ଏ ଟେଷ୍ଟିମନି, ନାଇଁ? ପାଉଲ 2 ବର୍ଷ ଧରି ସାରା ଏସିଆ ମାଇନରରେ ସେ ସଦା ମାନେ ପ୍ରଭୁ ଯୀଶୁଙ୍କର ବାକ୍ୟ ସେ ପ୍ରକାଶ କରୁଛନ୍ତି ଆଉ ସୁସମାଚାର ପ୍ରଚାର କରୁଛନ୍ତି। ଏଇ 12 ଜଣକୁ ଲୋକଙ୍କୁ ନେଇ ସେ ପ୍ରଚାର କରୁଛନ୍ତି। ଏଫିସି ମଣ୍ଡଳୀ ଆରମ୍ଭ ହଉଛି ପାଉଲଙ୍କର ପ୍ରଚେଷ୍ଟାରେ। ପାଉଲଙ୍କର ପ୍ରଚେଷ୍ଟାରେ ଏତେ ଭାବରେ ଲୋକମାନେ ପ୍ରଭାବିତ ହେଲେ, କେବଳ ପାଉଲ ନୁହେଁ, ଆଉ ସେ 12 ଜଣ ଲୋକଙ୍କର ଦ୍ଵାରା ଲୋକମାନେ ଏତେ ଭାବରେ ପ୍ରଭାବିତ ହେଲେ ଯେ ବ୍ୟବସାୟୀ ମାନଙ୍କର ବ୍ୟବସାୟ ମାନ୍ଦା ପଡିଗଲା। ବିଜନେସ୍ ୱେର୍ ଡାଉନ୍। ସେ ବ୍ୟବସାୟ କରିପାରିଲେ ନାହିଁ। କାହିଁକି ନା ଲୋକମାନେ ମୂର୍ତ୍ତି କିଣିଲେ ନାହିଁ, ଲୋକମାନେ ମନୋରଞ୍ଜନ କରିବା ପାଇଁ ଆଉ ଥିଏଟର ଗଲେ ନାହିଁ, ଲୋକମାନେ ଦେବୀର ଉପାସନା କରିବା ପାଇଁ ମନ୍ଦିର ଗଲେ ନାହିଁ, ଲୋକମାନେ ପ୍ରଭୁଙ୍କର ବାକ୍ୟ ଶୁଣିବା ପାଇଁ ପାଗଳ ହେଇଗଲେ। ସେଠାକାର ମାହୋଲ ବଦଳିଗଲା, ଆଉ ଯୋଉଟା କି କେବେ ସେଭଳି ହେଇନଥିଲା। କେବଳ ସେତିକି ନୁହେଁ, ଆମେ ଯଦି 19 ଏବଂ 20 ପଦକୁ ଆସିବା, ସେଇ 19 ଅଧ୍ୟାୟର 19 ଏବଂ 20 ପଦ ପଢନ୍ତୁ। ପ୍ରେରିତ ଆଉ ଆଉ ଯାଦୁକ୍ରିୟା କରୁଥିବା ଅନେକ ଆପଣା ଆପଣା ପୁସ୍ତକ ଆଣି ଏକତ୍ର କରି ସମସ୍ତଙ୍କ ସାକ୍ଷାତରେ ପୋଡ଼ି ପକାଇଲେ। ସେମାନେ ସେ ସବୁର ମୂଲ୍ୟ ହିସାବ କରି ତାହା 50,000 ଟଙ୍କା ବୋଲି ଦେଖିଲେ। ଏହି ପ୍ରକାରେ ପ୍ରଭୁଙ୍କର ବାକ୍ୟ ପରାକ୍ରମରେ ବୃଦ୍ଧି ପାଇବାକୁ ଓ ଜୟଯୁକ୍ତ ହେବାକୁ ଲାଗିଲା। ହାଲେଲୁୟା। ଆମେନ୍। ଯେ ଏଫିସି ରେ କିଭଳି ଭାବରେ ଆଉ ସୁସମାଚାର ଗୋଟିଏ ଜାଗାରୁ ଅନ୍ୟ ଜାଗାକୁ ଯାଉଛି, କିଭଳି ଭାବରେ ଲୋକମାନେ ପ୍ରଭାବିତ ହଉଛନ୍ତି, କିଭଳି ଭାବରେ ଲୋକମାନେ ପରିବର୍ତ୍ତିତ ହଉଛନ୍ତି, ଏଇଠି ତାର ନମୁନା ମାନେ ଦେଖୁଛୁ। ମାନେ ଏଇ ପ୍ରେରିତ 19 ଅଧ୍ୟାୟରେ ଯେ ଏଫିସି ମଣ୍ଡଳୀ କିଭଳି ଭାବରେ ଆରମ୍ଭ ହେଲା, ଆଉ କିଭଳି ଭାବରେ ଲୋକମାନେ ପ୍ରଭୁଙ୍କ ନିକଟକୁ ଆସୁଛନ୍ତି। ଯେ ଯାଦୁକ୍ରିୟା କରୁଥିବା ବ୍ଲାକ୍ ମ୍ୟାଜିସିଆନ ମାନେ ସେମାନଙ୍କର ପୁସ୍ତକ ଏତେ ସଂଖ୍ୟାରେ ଆଣିକି ପୋଡ଼ି ପକେଇଲେ ଯେ ଲେଖା ଅଛି ସେଇ ସମୟର 50,000 ଟଙ୍କା ହେବ ବୋଲିକି ତାକୁ ଆକଳନ କରାଗଲା। ଆକଳନ କଲେ ସେମାନେ। 50,000 ଟଙ୍କା, 2000 ବର୍ଷ ତଳର 50,000 ଟଙ୍କା କେତେ ହେଇଥିବ, ନାଇଁ କି? କେତେ ତାର ମୂଲ୍ୟ ଥିବ ତାର। ତେବେ ପ୍ରଭୁଙ୍କର ବାକ୍ୟ ପରାକ୍ରମରେ ବୃଦ୍ଧି ପାଇଲା ଏବଂ ଜୟଯୁକ୍ତ ହେବାକୁ ଲାଗିଲା। ଲୋକମାନଙ୍କର ହୃଦୟକୁ ଜିତିଲା ଏବଂ ବାକ୍ୟରେ ଏବଂ ଶକ୍ତିରେ ଆଉ କାର୍ଯ୍ୟ କରିବାକୁ ଲାଗିଲା। ପାଉଲ ଏବଂ ତାଙ୍କର ଏଇ 12 ଜଣ ଶିଷ୍ୟ, ସେମାନଙ୍କର ଜୀବନ ଶୈଳୀ, ସେମାନଙ୍କର ପ୍ରଚାର କାର୍ଯ୍ୟରେ ଲୋକମାନେ ପ୍ରଭାବିତ ହେଲେ। ଇଭେନ୍ ଯାଦୁକ୍ରିୟା କରୁଥିବା ଲୋକମାନେ ମଧ୍ୟ ସେମାନେ ପ୍ରଭାବିତ ହେଲେ। ଏଫିସିରେ ପ୍ରଭୁ ମଣ୍ଡଳୀ ସ୍ଥାପନ କଲେ, ଆଉ ସେଇ ମଣ୍ଡଳୀକୁ ଆଉ ପ୍ରଭୁ ଆଜି ପତ୍ର ଲେଖୁଛନ୍ତି। ପୁନରୁତ୍ଥାନ କରିକି ସ୍ୱର୍ଗାରୋହଣ କଲା ପରେ ଯୋହନଙ୍କର ମାଧ୍ୟମରେ ଆଉ ସେ ପତ୍ର ଲେଖିଲେ। ଆମେ ଆସନ୍ତା କାଲି ପୁଣି ଆମେ ଆଉ ଆଗକୁ ଆମେ ବଢିବା, ଆଉ ଆମେ ଚିନ୍ତା କରିବା ଯେ କଣ କଣ ସବୁ ଲେଖାଯାଇଛି। ପୁଣି ଏଫିସି ମଣ୍ଡଳୀରେ କିଭଳି ଭାବରେ ହିଂସାକାଣ୍ଡ ଘଟିଲା, କିଭଳି ଭାବରେ ପୁଣି ପ୍ରେରିତ ପାଉଲଙ୍କୁ ଜେଲ ଯିବାକୁ ପଡିଲା, ନାଇକି? ସେଗୁଡିକ ଆପଣମାନେ ଜାଣିଥିବେ। କିନ୍ତୁ ଆମେ ଅଳ୍ପ ସମୟ ଆମେ ଏଇ ଏଫିସି ମଣ୍ଡଳୀ ବିଷୟରେ ଚିନ୍ତା କରିବା। ତାପରେ କାହିଁକି ପ୍ରଭୁ ସେମାନଙ୍କୁ ଅନୁଯୋଗ କଲେ, ଏଇ ସୁନ୍ଦର ଏକ ଆରମ୍ଭ ସତ୍ୟ ମଧ୍ୟ ପ୍ରଭୁ କାହିଁକି ସେମାନଙ୍କୁ ଅନୁଯୋଗ କଲେ, ସେ ବିଷୟ ମଧ୍ୟ ଆମେ ଆସନ୍ତା କାଲି ଆମେ ଚିନ୍ତା କରିବା। ପ୍ରଭୁ ସମସ୍ତଙ୍କୁ ଆଶୀର୍ବାଦ କରନ୍ତୁ। ଜ୍ୟୋତି ଦିଦି। ଧନ୍ୟବାଦ। ଧନ୍ୟବାଦ ଅଭିରାମ ଭାଇ। ଆଉ ସୁନ୍ଦର
ସେ ପାଇଁ ମୁଁ ସମସ୍ତ ନିବେଦନ କରୁଛି ଯାହା ଯଦି ପ୍ରାର୍ଥନା ରିକ୍ୱେଷ୍ଟ ଥିବ ଏବେ କରିପାରିବେ। ପ୍ରାର୍ଥନା ରିକ୍ୱେଷ୍ଟ ନିବେଦନ ଯାହା ରହିଛି କରିପାରିବେ।